पर वक्फ बोर्ड के दावे की वजह से 600 गरीब मछुआरों के परिवार डर के साए में जी रहे हैं और इन लोगों को यह डर है कि जिस जमीन पर वो 100 वर्षों से रह रहे हैं वो घर और जमीनें अब वक्फ बोर्ड उनसे छीन लेगा, क्योंकि वक्फ बोर्ड का यह दावा है कि यह जमीन इन मछुआरों की नहीं है बल्कि यह जमीन वक्फ बोर्ड की है। इसी महीने केरल के सिरो मालाबार चर्च और कुछ ईसाई संगठनों ने वक्फ बिल में संशोधन के लिए संयुक्त संसदीय समिति को एक चिट्ठी लिखी और तत्काल कार्रवाई की अपील की, जिससे इन गरीब मछुआरों के घर उजड़ने से बच पाए। ये लोग केरल के एर्नाकुलम जिले के मुनम्बाम और चेराई गांव में रहते हैं और मछली पकड़कर अपना जीवन यापन करते हैं, लेकिन वक्फ बोर्ड के दावे से इन्हें अपनी रोजी रोटी ही नहीं बल्कि अपने सिर से छत भी छिनती हुई नजर आ रही है। और इस वजह से ईसाई धर्म के ये लोग लगातार विरोध प्रदर्शन कर रहे हैं और कह रहे हैं कि वक्फ बोर्ड के कानून में बदलाव होना चाहिए, वरना वक्फ बोर्ड धीरे धीरे उनके गांवों की जमीनों को अपने कंट्रोल में ले लेगा। इन परिवारों का कहना है कि वो 100 वर्षों से यहां रह रहे हैं और यह जमीन वर्ष 1902 में त्रावणकोर के राजा ने एक व्यक्ति को दी थी जिसका नाम सिद्दीकी सैद था और उसने वर्ष 1950 में यह जमीन फेरोक कॉलेज को दान में दे दी थी। और इस जमीन पर किराएदार के रूप में रह रहे मछुआरों ने वर्ष 1989 से इस कॉलेज से यह जमीन खरीदना शुरू कर दिया और ईसाई धर्म को मानने वाले मछुआरे इस संपत्ति के मालिक हो गए जब उन्होंने इस जमीन को खरीद लिया। और तब से वर्ष 2022 तक जमीन को लेकर कभी कोई विवाद नहीं हुआ। ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଆଜି ମୁଁ ଆପଣଙ୍କୁ ଏକ ପ୍ରାର୍ଥନା ଅନୁରୋଧ ମୁଁ ଦେବି। ବିଶେଷ ରୂପରେ ଆପଣ ନିଶ୍ଚିନ୍ତ ଭାବରେ ପ୍ରାର୍ଥନା କରନ୍ତୁ କେରଳ ରାଜ୍ୟ ନିମନ୍ତେ। ଆଉ କ'ଣ ଘଟିଛି ମୁଁ ଆପଣଙ୍କୁ ଜଣାଇବି, ଭିଡ଼ିଓ ମଧ୍ୟ ମୁଁ ଆପଣଙ୍କୁ ଦେଖାଇବି ଆଉ ପ୍ରକୃତରେ କ'ଣ ହେଇଛି। ଆଉ କେରଳରେ ପ୍ରାୟ ଅନେକ କେଉଟ ପରିବାର ଅଛନ୍ତି, ମାନେ ସେମାନେ ଯେଉଁ ଜାଗାରେ ସେମାନେ ବାସ କରୁଛନ୍ତି ଆଉ ସେଇ ଜାଗାଟି ଆଉ ଅନ୍ୟ ଜଣେ ହଡ଼ପ କରିବା ପାଇଁ ସେ ଚାହୁଁଛି। ଆଉ ସିଏ ହେଉଛି ୱକ୍ଫ ବୋର୍ଡ଼। ଆଉ ପ୍ରାୟ 100 ବର୍ଷ ପୂର୍ବରୁ ଆଉ ସେଇଟା ୱକ୍ଫ ବୋର୍ଡ଼ର ଥିଲା, କିନ୍ତୁ ରାଜା ସେ ଜାଗାଟାକୁ କେଉଟମାନଙ୍କୁ ପ୍ରଦାନ କରିଥିଲେ 100 ବର୍ଷ ପୂର୍ବରୁ। ସେଇ ସମୟରୁ ସେମାନେ ସେଇ ଜାଗାରେ ରହି ଆସୁଛନ୍ତି, କୌଣସି ବି ପ୍ରୋବ୍ଲେମ୍ ନଥିଲା। କିନ୍ତୁ ଏବେ ପ୍ରୋବ୍ଲେମ୍ ଦେଖାଦେଇଛି। ୱକ୍ଫ ବୋର୍ଡ଼ ସେ କହୁଛି ଯେ ଏଇ ଜାଗାଟା ହେଉଛି ମୋର, ତେଣୁ ଯେତେ ବି କେଉଟ ଅଛନ୍ତି ଆଉ ସେମାନେ ନିଜ ନିଜ ବ୍ୟବସ୍ଥା କରନ୍ତୁ, କାରଣ ରେକର୍ଡ଼ ଅନୁସାରେ ସରକାର ରେକର୍ଡ଼ ଅନୁସାରେ ଏଇଟା ହେଉଛି ମୋ ଜାଗା। ତେବେ ଟିକେ ଭାବି ରଖନ୍ତୁ ବନ୍ଧୁଗଣ, ଖ୍ରୀଷ୍ଟର ପ୍ରିୟ ଭାଇ ଭଉଣୀମାନେ, ଏଇ ଯେଉଁ କେଉଟମାନେ ଯେଉଁ ଜାଗାରେ ଅଛନ୍ତି ସେମାନେ ସମସ୍ତେ ହେଉଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ୱାସ କରିବା ଲୋକମାନେ। ଯଦି ବାଇଚାନ୍ସ କେତେବେଳେ ଯଦି ସେ ଜାଗାକୁ ହଡ଼ପ କରାଯାଏ, ତେବେ ପ୍ରାୟ 100ରୁ 150 ପରିବାର ସେମାନେ ପୁରା କ'ଣ ହେଇଯିବେ, ବେସାହାରା ସେମାନେ ହେଇଯିବେ। ସେଥିପାଇଁ ଆପଣ ବିଶେଷ କରି ପ୍ରାର୍ଥନା କରନ୍ତୁ ୱକ୍ଫ ବୋର୍ଡ଼ ନିମନ୍ତେ ଏବଂ ସେଠାରେ ଯେଉଁ ପରିବେଶନଙ୍କର ଲୋକମାନେ ଅଛନ୍ତି, ଯେଉଁ କେଉଟ ଭାଇ ଭଉଣୀମାନେ ଅଛନ୍ତି ଆଉ ଯେଉଁମାନେ କି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ୱାସ କରନ୍ତି ଆଉ ସେମାନଙ୍କର କୌଣସି ବି ପ୍ରୋବ୍ଲେମ୍ ନ ହେଉ, କୌଣସି ବି ସମସ୍ୟା ନ ହେଉ, କାରଣ ଆଗାମୀ ଦିନମାନଙ୍କରେ ଏମିତି ଏକ ବିପଦ ଆସିବାର ଆଶଙ୍କା କରାଯାଉଛି ଆଉ ସେମାନଙ୍କ ସହିତ ବହୁତ ବଡ଼ ବିପଦ ଗୋଟେ ଘଟିବାର ଅଛି। ସେଥିପାଇଁ ବିଶେଷ କରି ପ୍ରାର୍ଥନା ରଖନ୍ତୁ। ବିଶେଷ କରି ସେଇ କେଉଟ ମାନେ ମାଛ ଧରୁଥିବା ଭାଇ ଏବଂ ଭଉଣୀମାନଙ୍କର ତାଙ୍କ ସମ୍ପୂର୍ଣ୍ଣ ପରିବାରକୁ ପ୍ରଭୁଙ୍କ ହସ୍ତରେ ସମର୍ପଣ କରନ୍ତୁ। ପ୍ରଭୁ ସେମାନଙ୍କୁ ସୁରକ୍ଷା ଦିଅନ୍ତୁ, ପ୍ରଭୁ ସେମାନଙ୍କୁ ଆଶୀର୍ବାଦ କରନ୍ତୁ, ପ୍ରଭୁ ସେମାନଙ୍କର ସହବର୍ତ୍ତୀ ହୁଅନ୍ତୁ, କୌଣସି ବି ସମସ୍ୟା ନ ହେଉ ଆଉ ସେମାନେ ପୂର୍ବରୁ ଯେମିତି ରହୁଥିଲେ ସେମିତି ରୁହନ୍ତୁ ଆଉ ସେମାନଙ୍କର ଘର ଦ୍ୱାର ଯେମିତି ଉଜୁଡ଼ି ନ ଯାଉ, ସେମାନେ ଯେପରି ବେସାହାରା ନ ହୁଅନ୍ତୁ, ସେଥି ନିମନ୍ତେ ବିଶେଷ କରି ପ୍ରାର୍ଥନା ରଖନ୍ତୁ। କାରଣ ଆମମାନଙ୍କ ପରମେଶ୍ୱର ପ୍ରାର୍ଥନା ଶ୍ରବଣକାରୀ ପରମେଶ୍ୱର ଅଟନ୍ତି, ଉତ୍ତର ଦେବାର ପରମେଶ୍ୱର ଅଟନ୍ତି।
ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଆପଣମାନଙ୍କ ପ୍ରତ୍ୟେକଙ୍କୁ ଖ୍ରୀଷ୍ଟ ପ୍ରେମରେ ମୋର ଆନ୍ତରିକ ନମସ୍କାର। ବିଶେଷ କରି ଏଇ ଯେଉଁ ସମସ୍ୟା ଦେଖାଦେଇଛି, এই ପ୍ରାର୍ଥନା ଅନୁରୋଧ ଆପଣ ଅନ୍ୟମାନଙ୍କୁ ମଧ୍ୟ ଦିଅନ୍ତୁ। ଆପଣଙ୍କର ଚିହ୍ନା ଜଣା ଯେଉଁମାନେ ବି ଅଛନ୍ତି, ଆପଣଙ୍କର ପାଳକଙ୍କୁ, ଯେତେ ବି ଆପଣ ଜାଣିଛନ୍ତି ପରମେଶ୍ୱର ଦାସମାନଙ୍କୁ ଏ ପ୍ରାର୍ଥନା ଅନୁରୋଧ ଦିଅନ୍ତୁ। ଆଉ এই ଭିଡ଼ିଓକୁ ଆପଣ ସେମାନଙ୍କ ପାଖକୁ ପଠାନ୍ତୁ, ସେୟାର କରନ୍ତୁ। ଆଉ ବିଶେଷ କରି ସେମାନଙ୍କର ଉପବାସ ପ୍ରାର୍ଥନାରେ, ବ୍ୟକ୍ତିଗତ ପ୍ରାର୍ଥନାରେ କେରଳରେ ବାସ କରୁଥିବା ଏଇ ମାଛ ଧରୁଥିବା ଭାଇ ଭଉଣୀମାନଙ୍କୁ ସ୍ମରଣ କରାଯାଉ। ସେମାନଙ୍କର ଜାଗା ବାଡ଼ି ଯେପରି ଉଚ୍ଛିନ୍ନ ନ ହେଉ, ଆଉ କୌଣସି ବିପଦ ନ ଘଟୁ ପ୍ରାର୍ଥନା କରନ୍ତୁ। ଆପଣ ବି ପ୍ରାର୍ଥନା କରନ୍ତୁ। ଏ ଭିଡ଼ିଓକୁ ନିଶ୍ଚିନ୍ତ ଭାବରେ ସେୟାର କରିବେ। ମୋର ଅନୁରୋଧ ଆପଣଙ୍କୁ, ଯେପରି ଅନ୍ୟମାନେ ବି এই ଭିଡ଼ିଓ ପାଇବେ, ସେମାନେ ବି ଯେପରି ପ୍ରାର୍ଥନା କରିବେ। ବିଶେଷ କରି ଆପଣ ସେଥି ନିମନ୍ତେ ଭିଡ଼ିଓକୁ ସେୟାର କରିବେ ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଉ ଭିଡ଼ିଓ ଗୋଟେ ଲାଇକ୍ କରିଦିଅନ୍ତୁ। ସମସ୍ତଙ୍କୁ ଖ୍ରୀଷ୍ଟ ପ୍ରେମର ଆନ୍ତରିକ ନମସ୍କାର। ପୁଣି ଦେଖା ହେବ ଆପଣଙ୍କ ସହିତ ଆଉ ଗୋଟେ ଭିଡ଼ିଓରେ, ଆଉ ଗୋଟେ ଅଧ୍ୟାୟରେ। ନମସ୍କାର।